ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ ଚ୍ୟାନେଲକୁ। ଆଜି ଆମେ ଡିସ୍କସନ୍ କରିବା ଯେ ଆପଣଙ୍କର ଯେଉଁ ଆନ୍ଧ୍ର ସେମିଷ୍ଟର ଆନ୍ଧ୍ର ଏକ୍ଜାମ ଯେଉଁ ଦେଉଛନ୍ତି ତା ଟୋଟାଲ ମାର୍କ କେତେ ରହୁଛି। ମୁଁ କିଛି ଦିନ ତଳେ ଜଣେ ଭାଇଙ୍କ ସାଙ୍ଗରେ କଥା ହେଉଥିଲି। ସେ ଏବେ RST ହାଇସ୍କୁଲରେ ଜଣେ ପୋଷ୍ଟରେ ଅଛନ୍ତି, ରିସେଣ୍ଟ ଷ୍ଟୁଡେଣ୍ଟ ଜଣେ। ସେ ମୋତେ କହୁଥିଲେ ଯେ ସାର୍ଟିଫିକେଟ ଭେରିଫିକେସନ ଯେଉଁ ପ୍ୟାନେଲ ମେମ୍ବର ମାନେ ରୁହନ୍ତି ସେମାନେ ଆପଣଙ୍କୁ କିଛି ବେସିକ୍ କ୍ୱେଶ୍ଚନ୍ ପଚାରନ୍ତି, ଯେ କି ଆପଣଙ୍କ କେଉଁ ସେମିଷ୍ଟରରେ କ'ଣ କ'ଣ ସବଜେକ୍ଟ ଥିଲା, କି ଆପଣଙ୍କର ଟୋଟାଲ ମାର୍କ କେତେ ଥିଲା, କେତେ ପରସେଣ୍ଟେଜ ଥିଲା, ଏସବୁ ବିଷୟରେ ସେ ପଚାରନ୍ତି। ସେଇ ବିଷୟରେ ଆମେ ସବୁ ଆଜି ଡିସ୍କସନ୍ କରିବା। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟି ଷ୍ଟାର୍ଟ କରିବା। ତ ଫାର୍ଷ୍ଟ ଆପଣ ସେମିଷ୍ଟର 1 କୁ ଦେଖନ୍ତୁ। ସେମିଷ୍ଟର 1 ରେ ଆପଣଙ୍କର 5ଟା ବିଷୟ ରହିବ, ଯୋଉଟାରୁ ଫାର୍ଷ୍ଟ 3ଟା ଯେଉଁ ଆପଣଙ୍କର 100 ମାର୍କ ରହିବ, ଯୋଉଟାକି ଫିଲୋସଫିକାଲ ଫାଉଣ୍ଡେସନ, ଆଉ ହେଉଛି ଆପଣଙ୍କର ରହିବ ଚାଇଲ୍ଡ ଡେଭଲପମେଣ୍ଟ, ଆଉ ଆପଣଙ୍କର ରହିବ କ'ଣ ICT। ଏ 3ଟା ପେପର ଆପଣଙ୍କର ରହିବ, ଯେଉଁଠି ଆପଣଙ୍କର ଫୁଲ୍ ମାର୍କ ଯୋଉଟାକି 100 ମାର୍କ ଆପଣଙ୍କର ରହିବ। ଆଉ 2ଟା ପେପର ଯେଉଁ ଆପଣଙ୍କର ଅଛି, ଏ ଆପଣଙ୍କର ସବଜେକ୍ଟ ୱାଇଜ୍ ପେପର ହେଇଥାଏ। ଯେଉଁମାନଙ୍କର PCM ଥାଏ ସେମାନଙ୍କର ପେଡାଗୋଜି ଅଫ୍ ମ୍ୟାଥମେଟିକ୍ସ ଥାଏ, ଆଉ ପେଡାଗୋଜି ଅଫ୍ ଫିଜିକାଲ ସାଇନ୍ସ ଥାଏ। ଆଉ ଯେଉଁମାନଙ୍କର ବାୟୋଲୋଜିକାଲ ସାଇନ୍ସ ଥାଏ ସେମାନଙ୍କର ପେଡାଗୋଜି ଅଫ୍ ବାୟୋଲୋଜି ଆଉ ହେଉଛି ଫିଜିକାଲ ସାଇନ୍ସ। ଯେଉଁମାନେ ଆର୍ଟସ ସେମାନଙ୍କର ପେଡାଗୋଜି ଅଫ୍ ସୋସିଆଲ ସାଇନ୍ସ ଆଉ ପେଡାଗୋଜି ଅଫ୍ ଇଂଲିଶ ରହିଥାଏ। ଯୋଉଟାକି ଆପଣଙ୍କର 100 ମାର୍କିଆ ଯେଉଁ ଏକ୍ଜାମ ମାନେ ପେପର ଆଉଟ୍ ହେଇଥାଏ, ସେଠାରୁ ଆପଣ 48 ରଖିବା ପାଇଁ ଟ୍ରାଏ କରିବେ, କାରଣ 48% ହିଁ ୟାର ପାସିଂ ମାର୍କ ହେଇଥାଏ, କାରଣ ଆନ୍ଧ୍ରର ହେଇଥାଏ। ଯୋଉଟା 50 ମାର୍କ, 50କୁ ଆପଣଙ୍କୁ 24 ରଖିବା ପାଇଁ ପଡ଼ିବ। 24 ହେଉଛି କ'ଣ, ତାର ପାସିଂ ମାର୍କ। ଏ 24 ରଖିଲେ ଆପଣଙ୍କର ବ୍ୟାକ୍ ଲାଗିବ ନାହିଁ, ବୁଝିପାରିଲେ। ତ ଆପଣଙ୍କର ଟୋଟାଲ ଯଦି ମାର୍କ ଦେଖିବା, ଆମର ଫାର୍ଷ୍ଟ ସେମିଷ୍ଟରର ଟୋଟାଲ ମାର୍କ ଯଦି ଆପଣଙ୍କୁ ପଚାରିଲା, ଆପଣ କହିବେ 500 ମାର୍କ, ଯୋଉଟାକି 320 ମାର୍କ ଆପଣଙ୍କର ଥିଓରି ଆଉ 180 ମାର୍କ ଆପଣଙ୍କର ଉଭୟ ପ୍ରାକ୍ଟିକାଲ ଆଉ ହେଉଛି ଆମର ଇଣ୍ଟରନାଲ ମିଶିକି। ଏଇ ଯେଉଁ 20 ମାର୍କ ଦେଖୁଛନ୍ତି, ଏମାନେ ସବୁ ହେଉଛନ୍ତି କ'ଣ, ଇଣ୍ଟରନାଲ ମାର୍କ। ସେକେଣ୍ଡ ସେମିଷ୍ଟର ଆପଣଙ୍କର 4ଟା ବିଷୟ ରହିବ। ଗୋଟେ ହେଉଛି ସୋସିଓଲୋଜିକାଲ ଫାଉଣ୍ଡେସନ, ଆଉ ହେଉଛି ଲର୍ଣ୍ଣିଂ ଟିଚିଂ, ଗୋଟେ ହେଉଛି କ୍ଲାସରୁମ୍ ମ୍ୟାନେଜମେଣ୍ଟ, ଆଉ ହେଉଛି ଆର୍ଟ ଏଜୁକେସନ। ଏ ସମସ୍ତଙ୍କ ଭିତରୁ ଫାର୍ଷ୍ଟ 2ଟା ଯେଉଁ ଆପଣ ସୋସିଓଲୋଜିକାଲ ଆଉ ଲର୍ଣ୍ଣିଂ ଟିଚିଂ, ଏମାନେ ରହିବେ 100 ମାର୍କ ଲେଖା। ତାପରେ ଯେଉଁ ରହିବ ଆପଣଙ୍କର 2ଟା, ସେ ରହିବେ 50 ମାର୍କ ଲେଖା। ସେଇ ସେମ୍ କନସେପ୍ଟ, ଏମାନଙ୍କୁ ୟା ଦ୍ୱାରା ଆପଣଙ୍କୁ 48 ରଖିବା ପାଇଁ ପଡ଼ିବ, ୟା ଦ୍ୱାରା ଆପଣଙ୍କୁ 24 ରଖିବା ପାଇଁ ପଡ଼ିବ। ଆଉ ସବୁ ମାର୍କ ଆପଣଙ୍କର ରହିଲା କ'ଣ, ଏ ସବୁ ଆପଣଙ୍କର ପ୍ରାକ୍ଟିକାଲ ଖାତାର ମାର୍କ। ଟୋଟାଲ ମାର୍କ ଆପଣଙ୍କର 550 ମାର୍କ, ଆଉ ଆପଣଙ୍କର ଯଦି ଥିଓରି କିଏ ପଚାରିବ ତାହେଲେ 240 ମାର୍କ, ଆଉ ଆପଣଙ୍କର ଇଣ୍ଟରନାଲ ଆଉ ପ୍ରାକ୍ଟିକାଲ ମିଶିକି 310 ମାର୍କ। ସେମିଷ୍ଟର 3ରେ ଆପଣଙ୍କର ସେଇଭଳିଆ, ସେମିଷ୍ଟର 3ରେ ଆପଣଙ୍କର 4ଟା ପେପର ରହିବ, ଆଉ ସମସ୍ତେ ଏଠି ଥିବା 50 ମାର୍କ ଲେଖା। ଏଠି କୋଉଠି ବି 100 ମାର୍କ ନାହିଁ, ସମସ୍ତଙ୍କର 50 ମାର୍କ ଲେଖା। ଯାହାର ଆଉ ଯେଉଁ ଆପଣଙ୍କର CBZ ଯାହାର ଥିବ, ତାର କ'ଣ ରହିବ, ଆପଣଙ୍କର ପେଡାଗୋଜି ଅଫ୍ ବାୟୋଲୋଜିକାଲ ସାଇନ୍ସ ଆଉ ପେଡାଗୋଜି ଅଫ୍ ଫିଜିକାଲ ସାଇନ୍ସ, ମ୍ୟାଥମେଟିକ୍ସ ଛୁଆଙ୍କର ମ୍ୟାଥମେଟିକ୍ସ ଆଉ ଫିଜିକାଲ ସାଇନ୍ସ, ଆଉ ଯେଉଁମାନେ ଆର୍ଟସ ଛୁଆ ସେମାନଙ୍କର ସୋସିଆଲ ସାଇନ୍ସ ଆଉ ଇଂଲିଶ ରହିବ। ତା ସହିତ ମେନ୍ ପେପର ଯେଉଁଟା କମ୍ପଲସରି ପେପର 2ଟା ରହିଥାଏ, ଗୋଟେ ହେଉଛି ଲର୍ଣ୍ଣିଂ ଆସେସମେଣ୍ଟ ଆଉ ହେଉଛି ଅଣ୍ଡରଷ୍ଟାଣ୍ଡିଂ ଦି ସେଲ୍ଫ। ତ ଟୋଟାଲ ଆପଣଙ୍କର ଏଠି 200 ମାର୍କର ଆପଣ ଏକ୍ଜାମ ଦେଉଛନ୍ତି, ଆଉ ତା ଭିତରୁ ଆପଣଙ୍କର 350 ମାର୍କ ରହୁଛି ଆପଣଙ୍କର ପ୍ରାକ୍ଟିକାଲ। ଟୋଟାଲ ମାର୍କ ଆପଣଙ୍କର 550 ମାର୍କ। ସେମିଷ୍ଟର 4କୁ ପଳେଇ ଆସିବେ। ସେମିଷ୍ଟର 4ରେ ଆପଣଙ୍କର ସେଇଭଳିଆ 4ଟା ପେପର ରହିଥାଏ, ଆଉ ସମସ୍ତେ ଏଠି ହେଉଛନ୍ତି 50 ମାର୍କ ଲେଖା। ଆପଣଙ୍କର କଣ୍ଟେମ୍ପରାରୀ ଇଣ୍ଡିଆ ଆଣ୍ଡ ଏଜୁକେସନ ଗୋଟେ ପେପର ରହିଥାଏ, ଯୋଉଟା 50 ମାର୍କ, ଜେଣ୍ଡର ଆଣ୍ଡ ସ୍କୁଲ ଆଣ୍ଡ ସୋସାଇଟି ରହିଥାଏ, ସେଟା 50 ମାର୍କ, ଇନକ୍ଲୁସିଭ ଏଜୁକେସନ 50 ମାର୍କ, ଆଉ ଏନଭାୟରମେଣ୍ଟାଲ ଏଜୁକେସନ 50 ମାର୍କ। ଏ ସମସ୍ତେ 50 ମାର୍କରେ ରହିଥାଏ, ଯୋଉଟା ଆପଣଙ୍କର 200 ମାର୍କର ଆପଣ ଦେଇଥାନ୍ତି 4 ସେମିଷ୍ଟର। ତା ସହିତ ଆପଣ ସମସ୍ତେ ଶୁଣିଥିବେ ଆପଣଙ୍କର ଗୋଟେ ସ୍କୁଲ ଇଣ୍ଟର୍ନସିପ ରହିଥାଏ, ଯୋଉଟାକି ଆପଣ ପଢ଼େଇବା ପାଇଁ ଯାଆନ୍ତି। କୌଣସି ଆନ୍ଧ୍ରରେ ଆପଣ ପଢ଼େଇବା ପାଇଁ ଯାଆନ୍ତି, ଯୋଉଟାକି 200 ମାର୍କର ଏକ୍ଜାମ ହେଇଥାଏ। ଆପଣ ସ୍କୁଲ ଇଣ୍ଟର୍ନସିପ କେତେ ମାର୍କ ହେଇଥାଏ, 200 ମାର୍କରେ, ଯୋଉଟା ଆପଣ ତା ସହିତ ଆପଣ 100 ମାର୍କ ପ୍ରାକ୍ଟିକାଲ ଆଉ 100 ମାର୍କ ଆଉ ଗୋଟେ ପ୍ରାକ୍ଟିକାଲ କରିବେ। ଟୋଟାଲ ଆପଣଙ୍କ 4 ସେମିଷ୍ଟରର ହେଉଛି ଟୋଟାଲ ମାର୍କ ହେଉଛି 600 ମାର୍କ, ଯୋଉଟା ଆପଣ 160 ମାର୍କ ଆପଣ ଏକ୍ଜାମ ଦିଅନ୍ତି, ଥିଓରି ଏକ୍ଜାମ, ଆଉ 440 ମାର୍କ ହେଉଛି ଆପଣଙ୍କର ଟୋଟାଲ ପ୍ରାକ୍ଟିକାଲ ଆଉ ଇଣ୍ଟରନାଲ ଆଉ ସ୍କୁଲ ଟିଚିଂ ମିଶିକି। ଯଦି ଏବେ ଆମେ ଡିସ୍କସ୍ କରିବା, ଆମ ଟୋଟାଲ ହେଉଛି ଆନ୍ଧ୍ରର ଯେଉଁ 4ଟା ସେମିଷ୍ଟର, ତା ବିଷୟରେ ଯଦି ଆମେ ଡିସ୍କସନ୍ କରିବା, ତାହେଲେ ଆପଣଙ୍କ ଫୁଲ୍ ମାର୍କ ଟୋଟାଲ ଥାଏ କେତେ ନା 2200 ମାର୍କର ଫୁଲ୍ ମାର୍କ ଥାଏ। ଫାର୍ଷ୍ଟ ସେମିଷ୍ଟର 500 ରହିଥାଏ, ସେକେଣ୍ଡ ସେମିଷ୍ଟର 550, ସେକେଣ୍ଡ ସେମିଷ୍ଟର 550, ଆଉ ଫୋର୍ଥ ସେମିଷ୍ଟର 600। ଥିଓରି ଯଦି କହିବ, ତାହେଲେ ଟୋଟାଲ ଥିଓରି ଆମେ 880 ମାର୍କର ଥିଓରି ଦେଇଥାଉ, ଆଉ ପ୍ରାକ୍ଟିକାଲ ଆଉ ଇଣ୍ଟରନାଲ 1320 ମାର୍କର ଆପଣ ଏକ୍ଜାମ ଦେଇଥାନ୍ତି। ଯଦି କହିଦେବେ ଆପଣ ବିଏଡ୍ର କେତେ ମାର୍କ ଟୋଟାଲ ଫୁଲ୍ ମାର୍କ, ତାହେଲେ ଆପଣ 2200 ମାର୍କ କହିବେ। ତ
କିଛି ନାହିଁ, ଆପଣ ଏଇ ଜେନ୍ୟୁନ୍ କଥା ଟିକେ ମନେ ରଖନ୍ତୁ, କାରଣ ଆପଣ ଯେତେବେଳେ ସାର୍ଟିଫିକେଟ୍ ଭେରିଫିକେସନକୁ ଯିବେ ସେ ଆପଣଙ୍କୁ ଜେନ୍ୟୁନ୍ କଥା ପଚାରି ଦେଇ ପାରନ୍ତି। ତ ଇମ୍ପ୍ରେସନ୍ ଖରାପ ନ ହଉ। ଆଉ ଯୋଉମାନେ ଫାର୍ଷ୍ଟ ଇୟର ଯୋଉମାନେ ବିଏଡ୍ ଛୁଆ ଏସବୁ ଆଡ଼କୁ ଜାଣିବା ତାଙ୍କର ନିହାତି ଜରୁରୀ। ଯଦି କିଛି ପ୍ରୋବ୍ଲେମ୍ ଆପଣ ସ୍କ୍ରିନସଟ୍ ବି ମାରିକି ରଖିଦେଇପାରିବେ। ଯଦି ଭିଡ଼ିଓଟି ଭଲ ଲାଗିଲା ଆପଣ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଆଉ ଭିଡ଼ିଓକୁ ଲାଇକ୍ ମଧ୍ୟ କରିବେ। ଯଦି ଆପଣଙ୍କର କିଛି ପ୍ରୋବ୍ଲେମ୍ ଥାଏ କିମ୍ବା ଆପଣଙ୍କର କିଛି ଡାଉଟ୍ ଥାଏ ଆପଣ କମେଣ୍ଟ ମାଧ୍ୟମରେ ଜଣାଇ ପାରିବେ, ଯେ ମୁଁ ତାକୁ ଆପଣଙ୍କୁ କମେଣ୍ଟରେ ତାର ସଲ୍ୟୁସନ୍ କହିଦେବି। ରହୁଛି, ଭିଡ଼ିଓଟିକୁ ପୁରା ଦେଖିଥିବାରୁ ଧନ୍ୟବାଦ। ଥ୍ୟାଙ୍କ ୟୁ।